ମୁଁ ଆମ ପ୍ରିୟ ନେତା ଆମ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଉଛି, କୃତଜ୍ଞତା ଜ୍ଞାପନ କରୁଛି ଯେ ସେ ପୁଣି ପୁନର୍ବାର ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି। ତା ସହିତ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବାସୀ ଯେଉଁମାନେ ମୋତେ ଆଶୀର୍ବାଦ କରିକି 2019ରେ ନିର୍ବାଚିତ କରିଥିଲେ ଏବଂ ଏଇ ଗତ 5 ବର୍ଷ ମୋ ସହିତ ଅଛନ୍ତି, ମୋତେ ବହୁତ ଭଲ ପାଇବା ଦେଇଛନ୍ତି, ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ତାଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଯଦି ସିଏ ନଥାନ୍ତେ, ଯଦି ତାଙ୍କର ଭରସା ମୋ ପ୍ରତି ନଥାନ୍ତା, ତାହେଲେ ହୁଏତ ଆଜି ପୁଣି ଆଉ ଥରେ ମୁଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଛିଡ଼ା ହୋଇପାରିନଥାନ୍ତେ। ଅନେକ ଭଲ ପାଇବା ପାଇଛି, ବହୁ ଜିନିଷ କରିବାକୁ ଚେଷ୍ଟା କରିଛି, ଲୋକଙ୍କ ସହିତ ସାଧାରଣ ସମ୍ପର୍କ ସବୁବେଳେ ରଖିଛି ଏବଂ ମୋର ପାରୁ ପର୍ଯ୍ୟନ୍ତ ଯାହା ଉନ୍ନତିମୂଳକ କାର୍ଯ୍ୟ କରିବା କଥା, ଯେଉଁ ପ୍ରକଳ୍ପ ଗୁଡ଼ିକ ଦୀର୍ଘ ଦିନର ଦାବି ଥିଲା, ତାକୁ ମଧ୍ୟ ମୁଁ ଗୁରୁତ୍ୱ ଦେଇକି ତାକୁ ମଧ୍ୟ କିଛି ପୂରଣ କରିଛୁ ଏବଂ ମୁଁ ନିଶ୍ଚିତ ଭାବରେ ଆଶାବାଦୀ ଅଛି ଆଗାମୀ ଦିନରେ ପୁଣି ଆଉ ଥରେ ଲୋକଙ୍କର ସ୍ନେହ ପାଇବି, ଆଶୀର୍ବାଦ ପାଇବି ଏବଂ ପୁଣି ଆଉ ଥରେ ଆଗାମୀ 5 ବର୍ଷ ବିଧାୟକ ଭାବରେ କାମ କରିବାକୁ ସୁଯୋଗ ପାଇବି। ଆଉ କ'ଣ 5 ବର୍ଷ ପରେ କ'ଣ ଉନ୍ନତି କରିବା, ଆଉ ଆପଣ କ'ଣ ସ୍ୱପ୍ନ ରଖିଛନ୍ତି? ଦେଖନ୍ତୁ, ଏଇ ବିଗତ 5 ବର୍ଷ ସମ୍ପୂର୍ଣ୍ଣ ଭାବେ ଆମେ ସମୟ ପାଇନଥିଲୁ। ଆପଣମାନେ ସମସ୍ତେ ଜାଣନ୍ତି, ଏଇ 5 ବର୍ଷ ଭିତରେ 2.5 ବର୍ଷକୁ ଉର୍ଦ୍ଧ୍ୱ କରୋନା ପାଇଁ ବହୁ ସମୟ ନଷ୍ଟ ହୋଇଯାଇଥିଲା। ସେ ସମୟରେ ସରକାରଙ୍କର କୌଣସି ଅନୁଦାନ ବା କୌଣସି ପ୍ରକଳ୍ପ ସେ ପ୍ରକାର କିଛି ଆମେ କରିପାରିନଥିଲୁ, କିନ୍ତୁ ତାପରେ ଯେତିକି ସମୟ ରହିଲା ସେ ସମୟକୁ ସଦୁପଯୋଗ ଆମେ କରିଛୁ ଏବଂ ବହୁ ପ୍ରକଳ୍ପ, କୋଟି କୋଟି ଟଙ୍କାର ପ୍ରକଳ୍ପ ଆଣିବାରେ ଆମେ ସକ୍ଷମ ହୋଇଥିଲୁ ଏବଂ ଆଉ କିଛି ଯେଉଁ ରହିଯାଇଛି କିଛି ଅଧୁରା କାମ, ତାକୁ ସମସ୍ତେ ଜାଣିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ରହିଲେ ତାଙ୍କର ନେତୃତ୍ୱରେ ହିଁ ସେ କାର୍ଯ୍ୟଗୁଡ଼ିକ ସମାପନ ହୋଇପାରିବ। ସେଥିପାଇଁ ଲୋକଙ୍କର ଆମ ପ୍ରତି ବିଶ୍ୱାସ ଅଛି। ଆମେ ଯଥେଷ୍ଟ କାର୍ଯ୍ୟ କରିଛୁ। ଆଗାମୀ ଦିନରେ ମଧ୍ୟ ବହୁ ପ୍ରକଳ୍ପ ଆଣିବୁ, ବହୁ ସରକାରୀ ଅନୁଦାନ ଆଣିବୁ ଏବଂ ଯେଉଁ ରହିଛି ଉଦ୍ଦେଶ୍ୟ ବାସୁଦେବପୁରକୁ ଗୋଟେ ବିକଶିତ ବାସୁଦେବପୁର ଗଢ଼ିବା ପାଇଁ, ତାହା ଲୋକଙ୍କର ସାହାଯ୍ୟ ସହଯୋଗ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୁଁ ନିଶ୍ଚିତ ଭାବରେ କରିବାକୁ ସକ୍ଷମ ହେବି ବୋଲି ମୋର ଦୃଢ଼ ବିଶ୍ୱାସ।